ବିଦ୍ୟାକୁ ବାରମ୍ବାର ଅଭ୍ୟାସ ନ କଲେ ତାହା ବିଷତୁଲ୍ୟ ମନେ ହୁଏ। ଅଜୀର୍ଣ୍ଣ ରୋଗୀ ପକ୍ଷରେ ଭୋଜନ ବିଷତୁଲ୍ୟ। ଦରିଦ୍ର ପକ୍ଷରେ ବହୁ କୁଟୁମ୍ବ, ବିଶିଷ୍ଟ ପରିବାର ଓ ବୃଦ୍ଧ ପକ୍ଷରେ ଯୁବତୀ ନାରୀ ବିଷତୁଲ୍ୟ। ରାଜାଙ୍କର ପତ୍ନୀ, ଗୁରୁପତ୍ନୀ, ବନ୍ଧୁପତ୍ନୀ, ଶାଶୁ ଓ ନିଜର ମାତା ଏହି 5 ଜଣ ମାତୃତୁଲ୍ୟ ଅଟନ୍ତି। ମନ ହିଁ ସୁଖ ଦୁଃଖର ପରିଚୟ। ସୁଖ ବେଳେ ମନ ଉତ୍ଫୁଲ୍ଲିତ ହୋଇଥାଏ, ଦୁଃଖରେ ବିମର୍ଷ ହୋଇଥାଏ। ଏ ଜଗତରେ କର୍ମ ହିଁ ସୁଖ ଦୁଃଖର କାରଣ। ନିଜର କର୍ମ ଅନୁସାରେ ପ୍ରାଣୀ ଭଲ ମନ୍ଦ ଫଳ ଭୋଗ କରିଥାଏ। ଯେ ପୃଥିବୀର ଏମିତି କୌଣସି ବ୍ୟକ୍ତି ନାହିଁ ଯାହାର କି ସମସ୍ୟା ନାହିଁ, ଆଉ ଏମିତି କୌଣସି ସମସ୍ୟା ନାହିଁ ଯାହାର କି ସମାଧାନ ନାହିଁ। ମୋତି କେବେ ହେଲେ ନିଜକୁ ସମୁଦ୍ର ଭିତରକୁ ଆସି ପହଞ୍ଚି ନଥାଏ। ତାକୁ ପାଇବା ପାଇଁ ସମୁଦ୍ର ଭିତରକୁ ଯିବାକୁ ପଡ଼ିଥାଏ। ମନେ ରଖନ୍ତୁ, କର୍ମ ଛୋଟ ହେଉ କି ବଡ଼, ଯେଉଁ କର୍ମରେ ନିଜ ପେଟ ପୋଷୁଛନ୍ତି ତାକୁ କେବେ ନିନ୍ଦିବେ ନାହିଁ। ସମୟ ଆଜି ଖରାପ ଅଛି, କାଲି ବଦଳି ଯାଇଥିବ। ଯେ ଅମୂଲ୍ୟ ସମ୍ପର୍କର ତୁଳନା କେବେ ବି ପଇସା ସହିତ କରନ୍ତୁ ନାହିଁ। ପଇସା 2 ଦିନ କାମରେ ଆସିବ, କିନ୍ତୁ ସମ୍ପର୍କ ଜୀବନ ସାରା କାମରେ ଆସିବ। ନିଜର ଧୈର୍ଯ୍ୟ ହିଁ ନିଜର ସାହସ। ଦୁନିଆରେ ହୁଏତ ସମସ୍ତେ ଠକି ଦେଇ ଚାଲି ଯାଇପାରନ୍ତି, କିନ୍ତୁ ଭଗବାନ ସବୁବେଳେ ସାଙ୍ଗରେ ଅଛନ୍ତି। ପୃଥିବୀରେ ସବୁଠାରୁ ବଡ଼ ଅଳିଆ ଗଦା ହେଉଛି ମଣିଷର ମନ। ଏହାକୁ ଟିକିଏ ପରିଷ୍କାର ରଖନ୍ତୁ, ପୁରା ଜୀବନଟା ସୁନ୍ଦର ରହିବ। ଏ ଦୁନିଆରେ ସମୟ ଠାରୁ ବଡ଼ ନ୍ୟାୟଧାରୀ କେହି ବି ନାହାନ୍ତି। କାହିଁକି ନା ସମୟ ଯାହା ବି ନିର୍ଣ୍ଣୟ କରିଥାଏ ତାହା ସମସ୍ତଙ୍କୁ ମାନିବାକୁ ପଡ଼ିଥାଏ। ବନ୍ଧୁ, ଶୁଭ ସକାଳର ଶୁଭକାମନା। ସତ୍ୟ ବହୁତ କଠୋର ଓ ନିଷ୍ଠୁର, କିନ୍ତୁ ସେଥିରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ ହୋଇଥାଏ। କେବଳ ମା ମାନଙ୍କ ପାଇଁ ମହିଳାମାନେ ନିଜ ମଙ୍ଗଳସୂତ୍ର କାହାକୁ ଉପହାର ଦିଅନ୍ତୁ ନାହିଁ। ନିଜେ ବ୍ୟବହାର କରୁଥିବା କିମ୍ବା ପିନ୍ଧୁଥିବା ବସ୍ତ୍ର କାହାକୁ ଦିଅନ୍ତୁ ନାହିଁ। ନିଜ ମୁଣ୍ଡର କେଶ ବିକ୍ରି କରନ୍ତୁ ନାହିଁ କିମ୍ବା କାହାକୁ ଦାନ ଦିଅନ୍ତୁ ନାହିଁ। ରୁମାଲ କିମ୍ବା ପେନ୍ ଉପହାର ଦିଅନ୍ତୁ ନାହିଁ। ସମ୍ପର୍କ ନଷ୍ଟ ହୋଇପାରେ। ନିଜ ଅଇଁଠା ଭୋଜନ କାହାରିକୁ ଦିଅନ୍ତୁ ନାହିଁ। ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ କାହାକୁ ଦିଅନ୍ତୁ ନାହିଁ। ଛୋଟ ପିଲା ବ୍ୟବହାର କରୁଥିବା ବସ୍ତ୍ର କାହାକୁ ଦାନ କରନ୍ତୁ ନାହିଁ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେତେବେଳେ ସତ୍ୟ ଓ ଅସତ୍ୟର ଲଢ଼େଇ ହେବ, ସେତେବେଳେ ସତ୍ୟ ଏକୁଟିଆ ଛିଡ଼ା ହେବ, ଆଉ ଅସତ୍ୟର ଦଳ ବହୁତ ବଡ଼ ହେବ। କାରଣ ଅସତ୍ୟ ପଛରେ ମୂର୍ଖଙ୍କ ଗହଳି ରହିବ। କର୍ମଯୋଗ ଦୃଷ୍ଟିରୁ ମନୁଷ୍ୟ ଯେତେବେଳେ ରାଗ ଦ୍ୱେଷ ଦୂର କରିଦିଏ, ସେତେବେଳେ ତାହାର ସ୍ୱଭାବ ଶୁଦ୍ଧ ହୋଇଯାଏ। ଫଳରେ ତା ହୃଦୟରୁ ସ୍ୱାର୍ଥ ଭାବ ଦୂର ହୋଇ ସଂସାରର ମଙ୍ଗଳ ଭାବନା ସ୍ୱତଃ ଜାଗ୍ରତ ହୁଏ। ପ୍ରାଣୀମାନଙ୍କର ହିତ କରିବା ଯେପରି ଭଗବାନଙ୍କର ସ୍ୱଭାବ, ତାର ସ୍ୱଭାବ ମଧ୍ୟ ସେହିପରି ପ୍ରାଣୀମାନଙ୍କର ହିତ ସାଧନରେ ପ୍ରବୃତ୍ତ ହୁଏ। ତାର ସମସ୍ତ କର୍ମ ଯେତେବେଳେ ପ୍ରାଣୀମାନଙ୍କ ହିତ ଦୃଷ୍ଟିରୁ ହେବାକୁ ଲାଗେ, ସେତେବେଳେ ଭଗବାନଙ୍କ ସର୍ବଭୂତ
ସୁହୃତା ଶକ୍ତି ସହିତ ତାର ଏକତ୍ୱ ହୋଇଯାଏ ଏବଂ ତା ସ୍ୱଭାବରେ ଭଗବାନଙ୍କର ସୁହୃତା ଶକ୍ତି କାମ କରିବାକୁ ଲାଗେ। ଗୋଟେ ପୁଅର ସଂଘର୍ଷ, ଜଣେ ସ୍ତ୍ରୀ ଠକିଗଲେ ତାଙ୍କ ବାପାଙ୍କ ଘରକୁ ଯାଇପାରିବ, କିନ୍ତୁ ଜଣେ ପୁଅ ଠକିଗଲେ କୁଆଡ଼େ ବି ଯାଇପାରିବ ନାହିଁ। କାହିଁକି ନା ପୁଅମାନଙ୍କୁ ନିରନ୍ତର ଚାଲିବା ପାଇଁ ଅଭିଶାପ ଦିଆଯାଇଛି। ପରିବାରର ସବୁ ପରିସ୍ଥିତିକୁ ଠିକ୍ କରିବା ପାଇଁ ଗୋଟେ ପୁଅଟେ ବହୁତ ସଂଘର୍ଷ କରିଥାଏ। ଜୀବନରେ ପ୍ରକୃତ ବନ୍ଧୁତା କେବେ ବି ସରେନି। କଥା ନହେଲେ ମଧ୍ୟ ଆଖିରେ ରହିଥାଏ, ଆଖିରୁ ଦୂରେଇ ଗଲେ ବି ମନରେ ରହିଥାଏ। ଜୟ ଶ୍ରୀ ଜଗନ୍ନାଥ।